ଆଜି ସକାଳୁ ସକାଳୁ ପିଲାମାନେ ବାହାରି ପଡ଼ିଲେ ପଳେଇ ଯିବା ପାଇଁ। ପିଲାମାନଙ୍କୁ ଟିକେ ଇଟିଲି ଆଳୁ ତରକାରୀ ଚଟଣି କରିକି ଦେଇଦେଲି। ତାଙ୍କେ ଖାଇକି ଗଲା ପରେ ମଉସା କଲେ ଠାକୁର ପୂଜା ସରିଲା ପରେ ମଉସାଙ୍କୁ ଖାଇବାକୁ ଦେଇଦେଇକି ମୁଁ ଗଲି ଠାକୁର ଘରକୁ ପ୍ରଣାମ କରିବା ପାଇଁ। ଠାକୁରଙ୍କୁ ପ୍ରଣାମ କରିକି ଆସିଲି। ମୁଁ ମଧ୍ୟ ଖାଇଦେଲି ଜଳଖିଆ ଖାଇସାରିଲା ପରେ ପରିବାପତ୍ର କଟାକଟି କରି ବସେଇଦେଲି ପନିର ଚିଲି। ଏଇ ପନିର ଚିଲି ରେସିପିଟି ଦେବି ଆଉ ଗୋଟିଏ ଭିଡ଼ିଓରେ। ମଉସାଙ୍କ ପାଇଁ ଅଳ୍ପ ଟିକେ ଡାଲି କରିଦେଲି, ପ୍ରେସର କୁକରରେ ଭାତ କରିଦେଲି, ଆଉ ବାଇଗଣ ଦିଟା ପୋଡ଼ିଦେଲି। ବାଇଗଣରେ ଟିକେ ଦହି ଆଉ ପିଆଜ କଞ୍ଚାଲଙ୍କା ସବୁ ପକେଇ ଚକୁଡ଼ା ଚକୁଡ଼ି କରିଦେଇ ମଉସାଙ୍କୁ ଦେଇଦେଲି ଖାଇବା ପାଇଁ। ମଉସା ଖାଇସାରିଲା ପରେ ମୁଁ ଖାଇଲି। ମୁଁ ଖାଇସାରିକି ଟିକେ ରେଷ୍ଟ ନେଇଗଲି। ରେଷ୍ଟ ନେଇକି ଉଠିଲା ପରେ ଚାହା ଟିକେ କରି ମଉସାଙ୍କୁ ଟିକେ ଦେଲି, ମୁଁ ଟିକେ ପିଇଦେଲି। ଚାହାଟା ପିଇ ସାରିଲା ପରେ ଲାଗି ପଡ଼ିଲି ବ୍ଲାଉଜ କପଡ଼ା କାଟିବାରେ। ଆମ ନାନୀ ତ ଯେତିକି କପଡ଼ା ଦେଇଛନ୍ତି କାଟୁଥିଲେ ବାହାରୁଛି, ଜମା ସରୁନି। ଆଉ କ'ଣ କରିବି, କପଡ଼ା କାଟିବାରେ ଲାଗି ପଡ଼ିଲି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି। ଆଜି ପାଇଁ ରହୁଛି, ନମସ୍ତେ, ଜୟ ଜଗନ୍ନାଥ।